ब्रह्मानंदम परम सुखदम केवलम ज्ञानमूर्ति द्वंद्वातीतं गगन सदृशं तत्त्वमसा एक नित्यं मन्नाथ अनंतଙ୍କ पीठरे परिवार तीर्थरे 56तम चतुर्दशी वार्षिक मेला अति सुंदर भावरे श्रृंखलित भावरे शेष होइछि। ये कार्य शेष हबार परोक्षरे बा पश्चातरे जे करिछन्ति से होउछन्ति से अनंत जहाँकर इच्छा बिना ये संसार रे किछि भी हुए नहीं। गोटे वृक्ष भी जन्म नहीं पारेला। तेणु जो माने भावती आमे करूछु आमे करिथिलु ये सब तांकर गोटे गोटे अज्ञता है पारे। कि प्रकृत रे सी ही जहा कहती ताहा ही हुए। सी जोटा को न चाहती जेते चेष्टा कले भी से हबनी। एबे थरे मो निकटर कथा कहूँ यही मेलार अक्षय तृतीया पूर्व दिनर कथा कहूँ माने ये मासे 15 दिनर कथा। हठात दिने मोर बसी समय रे 3टी अक्षर से भासी आसिला। एबे मोर टिके स्वभाव परिवर्तन होइछि। मुझे बेसी जंजाल बेसी गपसप गुड़ा को भल पाऊनी। मत केमती लगुच जीवन रे आमे जहा कलु भूल करू बा ठीक करू तार भी गोटे समीक्षा दरकार। जदि भूल करिचु आमे तो दंड को ग्रहण करि परिबोनी। भूलटा करिचु आमे कहबो दंड रियो पूरा मिछरे से मिछ कथा कहि लाभ कौन अछि। आमे तो दंड को सही परिबोनी। तेणु क्षमा दियो बोली ये कथाटा कहबो। आमे भी आम प्रार्थना रे बोलुछु ये जीवन भूल पाई क्षमा दियो हे गोसाई। तेणु ये जो निरोला निर्जन रे बसी समय 3टी अक्षर भासी आसिला। गोटे अक्षर होउची अंग, द्वितीयटी होउची बंग, तृतीयटी होउची जंग। मु निजे भाविली ये कौन अंग बंग रंग ये मंत्र कौन गोटे कौट कहीं कागज कलम बही पत्र लिखाई। पुणी सांगे सांगे से दिव्य शक्ति ताकू उत्तर देले बा प्रेरणा देले। सृष्टिर ये सृष्टि जेबे ठारू हेलानी किए केते हजार वर्ष लक्ष वर्ष कहूँ ये सृष्टिर जड़े ही सृष्टि को
କରିଛି, ଯାହାକୁ ଆମେ ନିରାକାର ବୋଲି କହୁ, ଅନନ୍ତ ବୋଲି କହୁ। ନିରାକାର ଯାହା, ଅନନ୍ତ ସେୟା। ତେଣୁ ପ୍ରଥମ ଅକ୍ଷରଟି ହେଉଛି ଅଂ, ଦ୍ୱିତୀୟଟି ହେଉଛି ବଂ। ବଂଟି କ'ଣ? ବଂ କହିଲେ ବସୁଧା ବାୟୁ ନିଶ୍ୱାସ, ବଳଦେବ ଏବଂ ମୋଟାମୋଟି ଭାବରେ ଆମ ସନାତନ ଧର୍ମର ଯେଉଁ ସନ୍ଥମାନଙ୍କର ଯେଉଁ ଭାଷା ବ୍ରହ୍ମାସ୍ମି, ଆଠାରୁ ଆଉ ବଡ଼ କଥା କିଛି ନାହିଁ। କେଉଁ ଧର୍ମାବଲମ୍ବୀ ମାନେ କ'ଣ କେତେ କହୁଛନ୍ତି ସେ ତାଙ୍କର କହୁଥା, କିନ୍ତୁ ଆମ ଋଷିମୁନି ମାନେ ଆମକୁ ଯାହା କହିଯାଇଛନ୍ତି, ଆମର ଶ୍ରଦ୍ଧା ଥାଉ ବା ନଥାଉ, ତାକୁ ଆମକୁ ସମ୍ମାନ ଦେବା ପାଇଁ ପଡ଼ିବ। ବଂ କହିଲେ ବ୍ରହ୍ମ, ବଂ କହିଲେ ବଳଦେବ, ବଂ କହିଲେ ବସୁଧା, ବଂ କହିଲେ ବରୁଣ ସମୁଦ୍ର, ବଂ କହିଲେ ବ୍ୟାମ ବା ଆକାଶ, ବଂ କହିଲେ ଆକାଶ ଗଲା ଅଗ୍ନି ବହ୍ନି। ଗୀତାର ସେଇ ଭାଷାଟି ହେଉଛି ବାୟୁର୍ଜମଗ୍ନି ବରୁଣ ଶଶାଙ୍କ ପ୍ରଜାପତିଷ୍ଟ୍ୱଂ ପ୍ରପିତାମହ ନମୋ ନମସ୍ତେଷ୍ଟୁ ସହସ୍ର ପୁନଶ୍ଚ ଭୂୟୋପି ନମୋ ନମଃ। ତେଣୁ ପ୍ରଥମ ଅକ୍ଷରଟି ହେଲା ଅଂ, ଦ୍ୱିତୀୟଟି ବଂ। ଜଂଟି କ'ଣ? ସିଏ ହେଉଛନ୍ତି ଯାହାଙ୍କର ଉପାଧି ତାଙ୍କୁ କିଛି ଦିଆଯାଇପାରିବନି। ତୁମେ ଦୀନବନ୍ଧୁ, ତୁମେ ଦଇତାରି, ତୁମେ ଆର୍ତ୍ତତ୍ରାଣ, କିମ୍ବା ତୁମେ ହେଉଛ କୃପାମୟ, ଏମିତି କେତେ ଗୁଡ଼ାକ ନାଁରେ ସବୁ ଆମେ ଭଜନ ଗାଉଛୁ, କେତେ କେତେ ନାଁ। ଏଇଠି ଆମେ ଯେତେବେଳେ ପ୍ରାର୍ଥନା କଲୁ, କେତେ ଗୁଡ଼ିଏ ବର୍ଣ୍ଣନା କଲୁ। ଶାନ୍ତାକାରಂ ଭୁଜଙ୍ଗ ଶୟନମ୍ ପଦ୍ମନାଭଂ ସୁରେଶମ୍। ଏସବୁ କଥା କହିବାର ଉଦ୍ଦେଶ୍ୟ କ'ଣ ଥିଲା? ସିଏ ତ ନିଜେ ସ୍ୱୟଂ ସବୁକିଛି। ଆମେ ଉପାଧି, ତୁମେ ମୃଗୁଣୀ ଗୀତାରିଥିଲ, ତୁମେ ଦ୍ରୌପଦୀକି କୁଟି ବସ୍ତ୍ର ଦେଇଥିଲ, ତାମାନେ ତୁମେ କ'ଣ ଲଜିକ୍ ସୃଷ୍ଟି କରୁଛ? ତାମାନେ ତମେ ତୋଷାମତ କରୁଛ। ତମେ ବିଶ୍ୱ ସମ୍ରାଟଙ୍କୁ ତମେ ତାଙ୍କୁ ଗୋଟେ ଆମରି ଭଳିଆ ସମ୍ରାଟ ଭାବୁଛ। ସେ ବିଶ୍ୱ ସମ୍ରାଟ, ତାଙ୍କ ପାଖରେ କୌଣସି ଶବ୍ଦ ବା ଉପାଧି ଲାଗିବ ନାହିଁ। ସେ ଆମ ଭଳିଆ ମଣିଷ ନୁହନ୍ତି ଯେ ଆମର ଉପାଧି ଲାଗିବ। ଆମେ ଜଣେ ଭଲ ବକ୍ତା, ଭଲ ଜ୍ଞାନୀ, ଭଲ ପଣ୍ଡିତ, ଏସବୁ ଉପାଧି ତାଙ୍କ ପାଖରେ ନାହିଁ। ତାଙ୍କ ଶବ୍ଦ ଭିତରେ ହିଁ ସମସ୍ତ ଉପାଧି ରହିଛି। ସେ ଶବ୍ଦଟି ହେଉଛି ଜଗନ୍ନାଥ। ଭଲ କରି ଭାବିବେ ସମସ୍ତ ଶ୍ରୋତାମାନେ, ଜଗନ୍ନାଥ ଇଏ ଶବ୍ଦଟାକୁ ଜଗତର ନାଥ, ତାକୁ ବ୍ୟାଖ୍ୟା କ'ଣ କରିବ? କେଉଁ ଉପାଧିଟା ଆଉ ଇଏ ଶବ୍ଦ ପରେ ଆଉ କେଉଁ ଉପାଧିଟା ଏତେ ବଡ଼ ହେଲା ଯେ ପ୍ରଭୁ ଆପଣ ଦୀନବନ୍ଧୁ, ଆପଣ କୃପାମୟ, ଆପଣ ଦ୍ରୌପଦୀକି ରଖିଥିଲେ, ଆପଣ ଗଜକୁ ରଖିଥିଲେ, କ'ଣ ଫଟୋ ଉଠେଇକି ରଖିଛ? ଇଏ ସବୁ ହେଉଛି ତତ୍ତ୍ୱ। ତେବେ ଯାହା ହଉ,
ଜଗତର ନାଥ ସୌର ଜଗତ, ଉଦ୍ଭିଦ ଜଗତ, ପ୍ରାଣୀ ଜଗତ, ଜୀବ ଜଗତ, ସବୁ ଜଗତର ଯିଏ ସ୍ରଷ୍ଟା ସିଏ ହେଉଛନ୍ତି ଜଗନ୍ନାଥ। ସେ ନାଁଟିରେ ଆମେ ବି ଦେଇନୁ, କିଏ ବି ଦେଇଥିଲା ତା ବି ଆମେ ଜାଣିନୁ। ଆମେ ଖାଲି ଗପ ଶୁଣିଲା ଭଳିଆ ଶୁଣୁଛୁ, ସେ ଅମୁକ ଥିଲେ ଧମୁକ ଥିଲେ, କିନ୍ତୁ ନାଁଟି କିଏ ଦେଇଥିଲା, ତାଙ୍କର କେଉଁ 21 ହେଇଥିଲା ଯେ ବ୍ରାହ୍ମଣ ଆଜି ତାଙ୍କ ନାଁ ଦେଇଥିଲା। ତାଙ୍କ ପୂର୍ବ ନାଁଟାକୁ ଆମେ କହୁଛୁ ନୀଳମାଧବ। ନୀଳମାଧବ ତ ସେ ବିଶ୍ୱାବସୁ ଶବର ଘରେ ପୂଜା। ଜଗନ୍ନାଥ ନାଁଟା କିଏ ଦେଇଥିଲା? ତେଣୁ ଇଏ ହେଉଛନ୍ତି ବିଶ୍ୱବନ୍ଦ୍ୟ, ଇଏ ହେଉଛନ୍ତି ଜ୍ୟୋତିରାନନ୍ଦ ପୁରୁଷ, ଯେଉଁ ଜ୍ୟୋତିକୁ ନେଇ ସଂସାର ଚାଲିଛି। ଆଚ୍ଛା, ସେଇ ଜ୍ୟୋତିକୁ ଆଧାର କରି ଆମ ପୃଥିବୀରେ ସେଇ ଗୋଟିଏ ଜ୍ୟୋତି ସବୁ ଦେଶ, ସବୁ ବିଜ୍ଞାନ ଜ୍ଞାନ ବିଜ୍ଞାନ କର୍ମ ସବୁଠ ସୃଷ୍ଟି ହେଇଛି। ମୁଁ ବର୍ତ୍ତମାନ କହିବି ଆମେ ହେଉଛୁ ଭାରତୀୟ। ଭାରତୀୟ କ'ଣ, ଆମେ କାହିଁକି ଭାରତୀୟ ହେଲୁ? କେଉଁଠୁ ଗୋଟେ ଗପ ଲେଖା ହେଲା, ସେ ରାମଙ୍କ ଭାଇ ଭରତ ତାଙ୍କ ନାଁରେ। ଆଉ କିଛି ଲୋକ କହିଲେ ନାଇଁ ସେ ଶକୁନ୍ତଳାଙ୍କ ପୁଅ ଭରତ। ଆଉ କିଏ କହିଲେ ଚଡ଼ ଭରତ। ବା ସେ ଗପଟି ଗପୁ ଗପୁ 2 ଘଣ୍ଟା ଚାଲିଗଲା, ପ୍ରବଚନ ସରିଗଲା। ଆଉ ଭଲ ପ୍ରବଚକ ଏତେ କଥା କହିଲେ ଆଉ। କିନ୍ତୁ ଆମେ ହିଁ ଜଡ଼, ଆମେ ହିଁ ଭାତୃଭକ୍ତି ଭରତ, ତ୍ୟାଗୀ ଭରତ, ଆମେ ହିଁ ଦୁଷ୍ମନ୍ତ ଶକୁନ୍ତଳାଙ୍କ ପୁତ୍ର ଭରତ। ଇଏ ସିଂହ ଛୁଆ ସାଙ୍ଗରେ ଖେଳୁଥିଲେ। ଏମାନଙ୍କ ନାଁ ନେଇକି, ନାଁକୁ ନେଇ ଆକୁ ଭାରତବର୍ଷ କରାଗଲା, ତା ମଧ୍ୟ ନୁହେଁ। ଭା କହିଲେ ଜ୍ଞାନ, ଭା କହିଲେ ମହିମା, ଭ କହିଲେ ଭକ୍ତି, ଭା କହିଲେ ଭାବ। ଏତିକିରେ ଆମର ଭାରତବର୍ଷ ଅଛି। ବହୁ ପୂର୍ବରୁ ଥିଲା, ତାକୁ କିଏ ଗୋଟେ ଇଣ୍ଡିଆ ବୋଲି କହିଲା, ତାକୁ ପୁଣି ଆଉ କିଏ ହିନ୍ଦୁସ୍ତାନ ବୋଲି କହିଲେ, ଆଉ ଗୋଟେ ନାଁ କ'ଣ ପୂର୍ବରୁ ଅଜନା କ'ଣ ଥିଲା। ତେବେ ଏସବୁ କଥା ନୁହେଁ। ଭାରତ ବନ୍ଦେ ଭାରତ। ଆମ ଗୋପବନ୍ଧୁ ଲେଖିଥିଲେ, ଜହିଁ ମୁହିଁ ଥାଇ ଭାରତ ଶୟଳେ, ମଣି ବିମୁ ଅଛି ପୂର୍ଣ୍ଣ ନୀଳାଞ୍ଚଳେ। ଭାରତ ହେଉଛି ଏମିତି କଥା। ତେବେ ଆପଣମାନେ ଖାଲି ଲକ୍ଷ୍ୟ କରିବେ, ଆମେ ଗୋଟେ ହିନ୍ଦୁ ସନାତନୀ ଧର୍ମରେ ଅଛୁ ବୋଲି ଆମେ ଏ ଧର୍ମକୁ ଖୁବ୍ ଟେକି ଟାକିକିରି କହୁଛୁ। ଟେକି ଟାକି କଥା କହିବା ଉଚିତ ନୁହଁ। ଯିଏ ସବୁଠାରୁ ଉଚ୍ଚରେ ଅଛି ତାକୁ କେତେ ଟେକିବ? ତମେ ଯେଉଁ ଯାକେ ଟେକିବ ତା ଉପରେ ସେ ଅଛନ୍ତି। ସେ ସ୍ଥିର, ସେ ଧୀର, ସିଏ ସବୁ। ଆମେ ବେଳେବେଳେ ଏମିତି ଆମ ପାଟିରେ ପଶିଯାଏ, ଭାରତ ଶବ୍ଦ ଯେତେବେଳେ ପଶିଯିବ, ପାକିସ୍ତାନ କଥାଟା ସାଙ୍ଗେ ସାଙ୍ଗେ ପଡ଼ିଯିବ, ସାଙ୍ଗେ ସାଙ୍ଗେ ଆସିବ। ଆଜି ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ୍ ହେଉଛି, ହେଇଠି ଭାରତ ପାକିସ୍ତାନ ଯୁଦ୍ଧ ହେଲା। ତେ ପାକିସ୍ତାନ କହିଲେ କ'ଣ, ସେ ଶବ୍ଦଟି କ'ଣ? ମୁଁ ସେଇ ଇସଲାମ ଭାଇମାନଙ୍କୁ କହୁଛି, ତାଙ୍କ ମୌଲବୀମାନଙ୍କୁ କହୁଛି, ତାଙ୍କର ଯେ ମୁଖ୍ୟ, ତାଙ୍କୁ ମଧ୍ୟ ମୁଁ ନିବେଦନାତ୍ମକ ଭାବରେ କହୁଛି।
ମୁଁ କିଛି କହୁନି ଜ୍ଞାନୀ ବୋଲି। ପାକ କହିଲେ ପବିତ୍ର। ତେଣୁ ଯେତେବେଳେ ଭାରତ ଦ୍ୱିଖଣ୍ଡିତ ହେଲା, ସେମାନେ ଯେଉଁମାନେ ନେତୃବୃନ୍ଦ ଥିଲେ ସିଏ ଗୋଟେ ଭଲ କଥା ଚିନ୍ତା କଲେ, ଆମ ମୁସଲମାନ ମାନଙ୍କ ପାଇଁ ଆମେ ଗୋଟେ ସ୍ୱତନ୍ତ୍ର ଦେଶ କରିବା, ଯାହାର ନାମ ଦେବା ପାକିସ୍ତାନ ବା ପାକିସ୍ତାନ। ପାକ କହିଲେ ପବିତ୍ର। ଆଚ୍ଛା, ଆପଣମାନେ ନିଜେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ସମସ୍ତେ ଆଜି ଚିନ୍ତା କରି ଉତ୍ତର ଦିଅନ୍ତୁ ବା ନିଜକୁ ନିଜେ ଭାବନ୍ତୁ, ପବିତ୍ରଟା କ'ଣ? ବନ୍ଦେ ପବିତ୍ରମ୍ ବସୁଦେବ ପୁତ୍ରମ୍। ତେବେ ପବିତ୍ର କ'ଣ? ମୁଁ ମାଛ ଖାଇବି ନା, ଆଜି ମାଛ ଖାଇବିନି କାଲି ମାଂସ ଖାଇବି, ମାଂସ ଖାଇବିନି ଅଣ୍ଡା ଖାଇବି, ଆଜି କ'ଣ ସବୁ ପବିତ୍ରତା ଆସେ? ସେଇଟା ଗୋଟେ ଖାଦ୍ୟରେ ରୁଚି ହେଇବା। ମୁଁ ଆଜି ମଦ ପିଇବି, ସେଥିରେ କ'ଣ ପବିତ୍ରତା ଆସେ? ମୁଁ ତାକୁ ହାଣିବି, ମୁଁ ତାକୁ କାଟିବି, ଇଏ ଶବ୍ଦ ଭିତରେ ପବିତ୍ରତା ଅଛି କି? ହାଣିବି, କାଟିବି, ମାରିବି, ଇଏ କଥାରେ କ'ଣ ପବିତ୍ରତା ଥାଏ? ନାଇଁ, ଆମର ସମସ୍ତେ ଛେଳି କୁକୁଡ଼ା ଏସବୁ ଖାଉଛନ୍ତି, ଆମେ ଆମର ଗାଈ ମଇଁଷି ଖାଇବୁ। ସେଟା କ'ଣ ପବିତ୍ରତା ଛେଳି କୁକୁଡ଼ା ଖାଇଲା ବାଲାଙ୍କ ପାଖରେ ଅଛି ନା? ଛେଳି କୁକୁଡ଼ା କପଡ଼ା ଭିତରେ ଅଛି ନା ଗାଈ ମଇଁଷି ଭିତରେ ଅଛି? ପବିତ୍ରତା କେଉଁଠି ଅଛି? ପବିତ୍ର ହିଁ ଭଲ ପାଇବାରେ ଅଛି। ଏମିତି ଆମେ ଶୁଣିଛୁ ଗୋପୀମାନେ କୃଷ୍ଣଙ୍କୁ ଭାରି ଭଲ ପାଉଥିଲେ। କ'ଣଟା ଭଲ ପାଉଥିଲେ? ସେ କୃଷ୍ଣଙ୍କର ରୂପକୁ ଭଲ ପାଉଥିଲେ କି? କୃଷ୍ଣ ତାଙ୍କୁ କିଛି ଟଙ୍କା ପଇସା ସାହାଯ୍ୟ କରୁଥିଲେ କି? ତେଣୁ କୃଷ୍ଣଙ୍କର ତାଙ୍କ ପ୍ରତି ଯେଉଁ ସ୍ନେହ ମମତା, ସେଇଟାକୁ ସେ ଭଲ ପାଉଥିଲେ। ତାଙ୍କ ବଂଶୀର ସ୍ୱନଟାକୁ ଗୋପୀମାନେ କାଳେ ଭଲ ପାଉଥିଲେ। ବଂଶୀ କ'ଣ ଆମ ଏବେ ବାଜୁନେଇ କି? ଏବେ କ'ଣ ବାଜୁନେଇ? ତାଙ୍କ ଗୋଟେ ଆମର ଏମିତି ଅର୍ଗାନା ଫର୍ଗାନା ବାହାରିଛି, ତାଙ୍କ ହାତରେ ଗୋଟେ ମୋହନ ବଂଶୀ ଥିଲା। ବଂଶୀ ତାଙ୍କୁ ବସେଇ ମାନେ କାବୁ କରିଦେଲା? ଏସବୁ କଥା ନୁହେଁ। କେବଳ ପ୍ରେମ ହିଁ ପବିତ୍ରତାର ଏକମାତ୍ର ପନ୍ଥା। ଥରେ ଭଲ ପାଇ ଶିଖନ୍ତୁ ତ। ଯାହାଙ୍କୁ ଆପଣ ଖରାପ ଭାବୁଛନ୍ତି ବା ଶତ୍ରୁ ବୋଲି ଭାବୁଛନ୍ତି, ଥରେ ତା ସାଙ୍ଗରେ କରମର୍ଦ୍ଦନ କରନ୍ତୁ ତ। ଥରେ ତାଙ୍କୁ ଦେଖିଦେଇ ହସି ଦିଅନ୍ତୁ ତ। ଥରେ ତାଙ୍କୁ ଖାଇବାକୁ ଦେବା ପାଇଁ ନିମନ୍ତ୍ରଣ ଦିଅନ୍ତୁ। ତେଣୁ ଗୀତା ହେଉଛି ବାସ୍ତବ ଶାସ୍ତ୍ର। ସମଶତ୍ରୌ ତ ମିତ୍ରେ ତ ତଥା ମାନ ଅପମାନ। ଟିକେ ଟିକେ କଥାରେ ଖାଲି ହାଣିବା କାଟିବା, ଇଏ କ'ଣ ପବିତ୍ରତା? ଇଏ ପବିତ୍ରତା ପରେ ଧରନ୍ତୁ ଆମର ଗୋଟେ ଖ୍ରୀଷ୍ଟିଆନ ଧର୍ମ ରହିଛନ୍ତି, ଅଛନ୍ତି। ଯୀଶୁଙ୍କର ବାଣୀ କ'ଣ ଥିଲା? ପ୍ରେମ। ତାହେଲେ ସେ ପ୍ରେମଟା କ'ଣ? ସେ ପ୍ରେମ କ'ଣ? ହିନ୍ଦୁଙ୍କୁ ମାନେ ଭୁଲେଇ ଭାଲେଇକିରି ଖ୍ରୀଷ୍ଟିଆନ କରିଦିଅ, ଇଏ କ'ଣ ପ୍ରେମ?
ତେଣୁ ଏଇ ସବୁ ହେଉଛି ମାନେ ଅଡ଼ୁଆ କଥା। ଆଉ ସେଠି ଭଲ ପାଇବା ଯୀଶୁ କହିଥିଲେ କ୍ଷମା ଦିଅ। କେତେଜଣ ଖ୍ରୀଷ୍ଟିଆନ କେତେ ଜଣଙ୍କୁ କ୍ଷମା ଦେଇଛନ୍ତି? ଇଏ ପୃଥିବୀରେ ଯେତେ ଦେଶ ଅଛି ସବୁଠାରୁ ଯଦି ଧନୀ ଦେଶ ବା ମାରଣାତ୍ମକ ଅସ୍ତ୍ର ସୃଷ୍ଟି କରିଛି ବୋଲି କେଉଁ ଦେଶ କୁହାଯିବ, ସେ ହେଉଛି ଖ୍ରୀଷ୍ଟିଆନ ଦେଶ। ସେମାନେ ଧ୍ୱଂସାସ୍ତ୍ର ସୃଷ୍ଟି କରିବାରେ ସିଦ୍ଧ। ଆଉ ଅନ୍ୟ କେତେକ ସମ୍ପ୍ରଦାୟ ଅଛି, ସିଏ ତାକୁ ବ୍ୟବହାର କରି ମାନେ ହାଣିବା କାଟିବା କଥା କହିକି ସିଏ। ତେଣୁ ସେଇ କଥାକୁ ଆମ ଓଡ଼ିଆର କବିମାନେ ଲେଖିଛନ୍ତି ଏବଂ ଆମ ଚଳନୀ ଭିତରେ ସେଇ କଥାକୁ ସବୁବେଳେ ଆମକୁ ମନେ ରଖିବାକୁ ପଡ଼ିବ। ଲୁଗାପଟାକୁ ତୁ ସାଇତି ରଖିଲେ ଦିନେ ହେଲେ ତିନି ଯିବ, ସ୍ନେହ ସରଦାକୁ ସାଇତି ରଖିଲେ ଚିରଦିନ ରହିଯିବ। ଆମେ କହୁଛୁ ଗୀତା, ଆମ ପାଇଁ ଗୀତା ହେଉଛି ମାନେ ସର୍ବଶ୍ରେଷ୍ଠ ଶାସ୍ତ୍ର। କିନ୍ତୁ କ'ଣ ସର୍ବଶାସ୍ତ୍ର ଶାସ୍ତ୍ର ହେଲା ବେଳେ ଆମେ ବେଦ ପଢ଼ିବାନି, ବେଦାନ୍ତ ପଢ଼ିବାନି, ରାମାୟଣ ପଢ଼ିବାନି? ଏଇଟା ସବୁ ଗପ। ଜଣେ ଖ୍ରୀଷ୍ଟିଆନ ପୁଅ ତା ସ୍ତ୍ରୀକି କହୁଛି ସେ ହିନ୍ଦୁ ଝିଅକୁ ବାହା ହେଇଛି, ତେଣୁ ସିଏ କହୁଛି ଚାଲ ମନ୍ଦିରକୁ ଯିବା। ହଁ, ମୁଁ ମନ୍ଦିରକୁ ଯିବିନି, କାହିଁକି ଯିବା? ଶିବ ଠାକୁର ତାଙ୍କ ମହିମା ଏମିତି ନା, ଏଗୁଡ଼ା ସବୁ ଗପ। ଏଇଭଳି ଭାବରେ ଆପଣମାନେ ଚିନ୍ତା କରନ୍ତୁ। ଏମିତି ସବୁ କୁହାକୁହି ହେଇ ଗୁଡ଼ାଏ ଖାଲି ଅଯଥାରେ ସମୟ ନଷ୍ଟ କରୁଛୁ। କାହାର ପ୍ରାର୍ଥନା ଅଧଘଣ୍ଟାଏ ଯାଉଛି, କାହାର ଘଣ୍ଟାଏ ଯାଉଛି, କିଏ ଖାଲି କ'ଣ ମାଳା ଧରିକିରି ଖାଲି ମାଳା ଗଡ଼ଉଛନ୍ତି। ମାନେ ଏସବୁ କଥା କାହିଁକି? କିନ୍ତୁ ଭଗବାନଙ୍କର ଉଦ୍ଦେଶ୍ୟ ଥିଲା ଜୀବକୁ ଜ୍ଞାନ ଦେବି, ସେ ଜ୍ଞାନକୁ ନେଇ ସେ କର୍ମ କରିବ, ଆଉ ଅନେକ ଜୀବକୁ ବଞ୍ଚେଇବ। ଜୀବକୁ ଜ୍ଞାନ ଦେବି, ସିଏ ଜ୍ଞାନକୁ ନେଇ ସେ କର୍ମ କରିବ, ଅନେକ କର୍ମୀ ସୃଷ୍ଟି କରିବ। କର୍ମର ପ୍ରତିଷ୍ଠା କରିବା ପାଇଁ ଯେତେ ମହାପୁରୁଷ ମାନେ ଆସିଛନ୍ତି, ଆମେ କହୁଛୁ ସିଏ ନାମ ପ୍ରଚାର କରିବାକୁ ଆଇଥିଲେ। କ'ଣ ଏଡ଼େ ବଡ଼ ଲୋକଟେ ଆଇଛି ନାମ ପ୍ରଚାର କରିବା ପାଇଁ? ସେ ମହାଶୂନ୍ୟରୁ ଯେଉଁ ପ୍ରଭୁ ଆସିଲେ, ସେ କ'ଣ ଖାଲି କାମ ତାଙ୍କର କିଛି ନା, ଏଇ ନାମ କର, ସେ ନାମ କର, ସେ ନାମ। ସେ ଅମୁକ ଅବତାର ଆଇଲେ ଖାଲି ଯୋଗ ଶିଖେଇବା ପାଇଁ, କିଏ କହୁଛି ଧ୍ୟାନ ଶିଖେଇବା ପାଇଁ, କିଏ କହୁଛି ଆସନ ଶିଖିବା ପାଇଁ। କିନ୍ତୁ ବଳିଆ କହି ରହୁଛି, ମୋ କଥାକୁ ଆପଣମାନେ ଖଣ୍ଡନ କରନ୍ତୁ କି ମଣ୍ଡନ କରନ୍ତୁ, କର୍ମ ହିଁ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ। ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଆପଣ ଦେଖିବେ ବୁଦ୍ଧଙ୍କ ମାନେ ତାଙ୍କ ଅଞ୍ଚଳରେ ଆମେ ବହୁତ ବୁଲାବୁଲି କରିଛୁ। ଦେଖିଲା ବେଳକୁ ଗୋଟେ ବିରାଟ ବିରାଟ ସବୁ ଶୁଖୁଆ ସବୁ ଇଏ କ'ଣ ଗନ୍ଧ, ଇଏ ହୋଟେଲରେ ରହିବା କେମିତି? ନା, ସେ ତାଙ୍କର ଗୋଟେ ହିସାବ କରିଦେଇଛନ୍ତି। ଦେଖନ୍ତୁ କିଭଳି ଭାବରେ ଚାଲିଛି। ତାଙ୍କର ଗୋଟେ ହିସାବ କରିଦେଇଛନ୍ତି, ସେ ଜୀବକୁ ମାର ବୋଲି କହିବେନି, ଜୀବକୁ ଜଣେ ମାରିଦେବା ପରେ ତାପରେ ସେ ତାକୁ ଖାଇବେ। ତେଣୁ ଇଏ କେଉଁ କଥା? ଇଏ କଥାକୁ କିଏ ସୃଷ୍ଟି କରିଛି? କେବଳ ମଣିଷ ସୃଷ୍ଟି କରିଛି। ଆଜି ବି ଯଦି ମହାପୁରୁଷ ମହମ୍ମଦ ଗୋଟେ ସ୍ୱପ୍ନରେ ବି ଦେଖାଦେବେ, ମହାପୁରୁଷ ଯୀଶୁଖ୍ରୀଷ୍ଟ ଯଦି
ଜନ୍ମ ଦେବେ ଏ ସ୍ୱପ୍ନରେ ଦେଖାଦେବେ ମାନେ ବାସ୍ତବରେ ଦେଖାଦେବେ କି ସ୍ୱପ୍ନରେ ଯେମିତି ଦିଅନ୍ତୁ। ଆଉ ସନାତନ ଧର୍ମର ସମସ୍ତ ସଦ୍ଗୁରୁମାନଙ୍କ ଯଦି ମୋତେ ଦେଖାଦେବେ, ଦେଖା ବି ଦେଉଛନ୍ତି, ଯଦି ଦେଖାଦେବେ ଗୋଟିଏ କଥା ପଚାରିବି, ତମ ହାତ ତିଆରି ମଣିଷମାନେ ଆଜି ବାଚାଳ ହେଇଯାଇଛି, ପାଗଳ ହେଇଯାଇଛି, ସାଧକ ହଉନାହାନ୍ତି, ଖାଲି ପାଗଳ। ଏ ପାଗଳାମୀ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଆପଣମାନେ ପୁଣି ଥରେ ଭାରତବର୍ଷରେ, ଏସିଆ ମହାଦେଶରେ ଭାରତବର୍ଷରେ ଜନ୍ମ ହୁଅନ୍ତୁ। ବଳିଆ ସମସ୍ତଙ୍କୁ ପ୍ରଣାମ କରେ, ମହମ୍ମଦଙ୍କୁ ଆଉ ଯୀଶୁଙ୍କୁ ଆଉ ମୋ ଧର୍ମର ଲୋକ ଯିଏ ସମସ୍ତେ ତ ମୋ ଗୁରୁ। ଆଉ ଏଇ ହେଉଛି କଥା। ତେଣୁ ଆଜିର ଏଇ ପବିତ୍ର ଦିନ ଯଜ୍ଞୋତ୍ସବ ସରିଯାଇଛି, ମେଳାଟି ସୁନ୍ଦର ଭାବରେ ହେଇଛି। ତେଣୁ ଗୋଟେ ସନ୍ଧ୍ୟା ତ ପ୍ରତ୍ୟେକ ଦିନ ଟିକେ ଦୀପ ପଦେ କଥା କହୁ। ଗୋଟେ ଆଜି ଯାହା ମୁଣ୍ଡରେ ପଶିଲା କହିଲି, ଭୁଲ ହେଇଥିବ ଠିକ୍ ହେଇଥିବ କ୍ଷମା ଦେବି। ଶେଷରେ ନାମ କର ଜୟ ଜୟ ରାଧା। Jai Jai Radha